ଦର୍ଶକ ବନ୍ଧୁ, ପିଲା ବେଳେ ସ୍କୁଲରେ ପାଠ ପଢିଲା ବେଳେ ବାପା ମତେ ଟଙ୍କାଏ 2 ଟଙ୍କା ଦିଅନ୍ତି ସ୍କୁଲରେ ଖର୍ଚ୍ଚ କରିବା ପାଇଁ, ମାଲ ଖାଇବା ପାଇଁ, ଭଲ ମନ୍ଦ ଖାଇବା ପାଇଁ। ତ ସେ ଯୋଉ ଟଙ୍କେ 2 ଟଙ୍କାରେ ଯୋଉ ଖୁସି ଥିଲା, ଯୋଉ ଆନନ୍ଦ ଥିଲା, ବର୍ତ୍ତମାନ ସମୟରେ 1000 2000 କି 10,000 20,000 ଖର୍ଚ୍ଚ କଲେ ବି ସେ ଖୁସି ନାହିଁ କି ସେ ଆନନ୍ଦ ନାହିଁ। ହଠାତ୍ ବହୁତ ଦିନ ପରେ କଥାଟା କି ଆଜି ମନେ ପଡିଗଲା। ଜୀବନରେ ତ ବହୁତ ଗାଡି ବିକ୍ରି କରାଯାଉଛି, ବହୁତ ବଡ ବଡ ଗାଡି ବିକ୍ରି କରାଯାଉଛି, କିନ୍ତୁ ଯୋଉ ଛୋଟ ଡିଲକ୍ସ ଗାଡି ବିକ୍ରି କରି ଅନ୍ତରାତ୍ମାର ଯୋଉ ଖୁସି, ସେ ଖୁସିଟାକୁ ଆପଣଙ୍କ ସାମ୍ନାରେ ନିଶ୍ଚିତ ଭାବରେ ସେୟାର କରିବା ପାଇଁ ଚାହିଁଲି। ଦି ଜଣ ଭାଇ ମୋର ଆସିଛନ୍ତି ସୁଦୂର ମାଲକାନଗିରିରୁ। ଭାଇ କୋଉଠି ଆସିଛନ୍ତି ଆପଣ? ମାଲକାନଗିରି। ମାଲକାନଗିରି। କଣ ତମ ନାଁଟା? ବାପି ଧୁରୁଆ। ତମ ନା ବାପି ଧୁରୁଆ, ତମ ନା? ଶଙ୍କର ଧୁରୁଆ। ଶଙ୍କର ଧୁରୁଆ। ଭାଇଙ୍କ ନା ବାପି ଧୁରୁଆ, ଏ ଭାଇଙ୍କ ନା ଶଙ୍କର ଧୁରୁଆ। ଦି ଜଣ ସାନ ଭାଇ ମୋର ହେବେ। ବହୁତ ଖୁସି। ଗାଡି ତ ଜୀବନରେ ବହୁତ ବିକ୍ରି ହବ। ଭାଇଙ୍କ ଘର ପାଖରେ ବି ସୋରୁମ ଅଛି, କିନ୍ତୁ ଡିଲକ୍ସ ଗାଡି କିଣିବା ପାଇଁ ଭାଇମାନେ କେପି ଅଟୋ ଡିଲରକୁ ଚୁଜ କରିଛନ୍ତି। ଭାଇମାନଙ୍କ ପାଇଁ ଏତେ ପଇସା ବି ନାହିଁ। ମୁଁ ଏବେ ଆଲୋଚନା କରୁଥିଲି କେମିତି କଣ ପଇସା ଆରେଞ୍ଜ କଲେ। ଭାଇଙ୍କ ବ୍ୟକ୍ତିଗତ ପେଶା ହଉଛି ଚାଷ। ଚାଷ କାମ କରି ଯୋଉ ଧାନ ଅମଳ କରିଥିଲେ, ସେ ଧାନ ବିକ୍ରି କରି କିଛି ପଇସା ଯୋଗାଡ଼ କରି ଭାଇ ଆସିଛନ୍ତି ଗୋଟେ ଡିଲକ୍ସ ଗାଡି ନେଇକି ନିଜେ ଚଲେଇବା ପାଇଁ। ଆଜିକା ଡେଟର ମିଡିଆ ଭାଇ ମାନଙ୍କୁ ମୋର ଅନୁରୋଧ, ଯୋଉମାନେ ଭିଡିଓ କରୁଛନ୍ତି କିଛି କଳୁଷିତ କଳଙ୍କିତ ଚରିତ୍ର ମାନଙ୍କୁ ନେଇକି ପ୍ରତିଦିନରେ ନୂଆ ନୂଆ ଭିଡିଓ କରୁଛନ୍ତି, ତାଙ୍କ ଚରିତ୍ରକୁ ସମାଜରେ ଆଣିକି ପ୍ରତିରୂପଣ କରୁଛନ୍ତି। ଥରେ ଏଇଭଳିଆ ଭାଇମାନଙ୍କ ପାଖକୁ ଯାଇକି ଏମାନଙ୍କର ଜୀବନ ଶୈଳୀକୁ, ଏମାନଙ୍କ କାର୍ଯ୍ୟକଳାପକୁ, ଏମାନଙ୍କ ଚିନ୍ତାଧାରାକୁ ଲୋକାର୍ପିତ କରାନ୍ତୁ। ସମାଜର ମଙ୍ଗଳ ହେବ। ଭାଇ ସବୁ ବୁଝିବା। ଭାଇ କେପି ଅଟୋ ତମେ ବୋଧେ ୟୁଟ୍ୟୁବ ଜାଣି ଦେଖିଥିଲ? ଆଜ୍ଞା, ହଁ। କେମିତି ଲାଗିଲା ଆମ କେପି ଅଟୋ ଶୋରୁମ ଟା ଆପଣଙ୍କୁ? ବହୁତ ଭଲ ଲାଗିଲା। ଆଚ୍ଛା। ଯେହେତୁ କେପି ଅଟୋ ଡିଲରେ ଭଲ କମ ପ୍ରାଇସରେ ମିଳୁଛି ବୋଲି ଏତେ ଦୂରରୁ ଆସିଲୁ। ପୁଣି ଆଉ କେବେ ଆସିବୁ। ଆଉ ପ୍ରାଇସ୍ ଠିକ ଠାକ ଲାଗିଲା? ଠିକ ଠାକ ଲାଗିଲା। ହଁ ଭାଇ ତମକୁ ଠିକ ଠାକ ଲାଗିଲା? ଭାଇ ଆମର ପୁରା ସରଳ ନିରୀହ ମଣିଷଟିଏ। ତାଙ୍କ ବ୍ୟକ୍ତିତ୍ୱ, ତାଙ୍କ ମୁହଁ ଦେଖିକି ଆପଣ ଅନୁଭବ କରିପାରୁଥିବେ। ଯାହା କହନ୍ତି ନିଚ୍ଛକ ସରଳ ମଣିଷ, ନିରୀହ ମଣିଷ। କେପି ଅଟୋ ମଧ୍ୟ ଗର୍ବିତ। ଏଇଭଳିଆ ଭାଇମାନଙ୍କୁ ଗୋଟେ ଖଣ୍ଡେ ଖଣ୍ଡେ ଗାଡି ଯୋଉ ଯୋଗେଇ ଦେବାର ପ୍ରୟାସ ଆମର ଜାରି ରହିଥିଲା। ଏଇମାନଙ୍କ ପାଖରେ ଗାଡି ପହଞ୍ଚିଲେ କେପି ଅଟୋ ଡିଲର ଏଇ ଯୋଉ ଚିନ୍ତାଧାରା ନିଶ୍ଚିତ ଭାବରେ ସଫଳ ହବ। ଭାଇଙ୍କୁ ଆମ ତରଫରୁ ବହୁତ କଂଗ୍ରାଚୁଲେସନ। ଗାଡି ତ ନୂଆ ଗାଡିଟାର 4 ମାସର ଡିଲକ୍ସ ଭାଇଙ୍କୁ ଦିଆଯାଇଛି। ପ୍ରାଇସ୍ କହିବେନି, ପ୍ରାଇସ୍ କହିଲେ ପୁଣି ଆପଣ ମାନେ ଆସି ଆମ ପାଖରେ କଲ୍ କରିବେ। ଇଏ ହଉଛନ୍ତି ସେଇ ବ୍ୟକ୍ତି ଯିଏ ତାଙ୍କୁ ନେଇକି ଆସିଥିଲେ ୟୁଟ୍ୟୁବ ଦେଖିକି। ଗାଡି ଆରାମସେ ନେଇ ଚଲେଇବା ପିଲେ। ଭଗବାନ ତମର ମଙ୍ଗଳ କରନ୍ତୁ। କେପି ଅଟୋ ଡିଲ୍ ତମକୁ ଏତିକି କିଛି ତ ଦେଇପାରିବନି, ଏତିକି ତମକୁ କଣ ଆଶୀର୍ବାଦ ଦବ, ତମ ଜୀବନ ସୁଖମୟ ହବ। ନମସ୍କାର।